ସତ କହିଲେ ସମସ୍ତେ ରାଗନ୍ତି। ମୁଁ ଆମ ଘର ବିଷୟରେ ଗୋଟେ କଥା କହିବା ପାଇଁ ଯାଉଛି। ଦିନେ ମୁଁ ଆସୁ ଯାଉଦିନ ବାଟରେ ଆସୁ ବର୍ଷା ଦିନ ହେଇଥାଏ, ଗୋଟେ ବଡ଼ ଶେଉଳଟେ ପାଇଲି। ସେ ଶେଉଳଟେ ନେଇକି ଆସିକି ମୁଁ ହାଣ୍ଡିରେ ଟ୍ୟୁବ୍ ପାଣି ଦେଇ ଧୋଇ ଦେଇଥାଏ ହାଣ୍ଡି ଭିତରେ। ଆମର ସେ ଟାଇମ୍ରେ କ'ଣ ଗୋଟେ ପୂଜା ଚାଲିଥାଏ, ବ୍ରାହ୍ମଣ ଆସି ପୂଜା କରୁଥାଏ। ବ୍ରାହ୍ମଣ କହିଲେ, ତାକୁ କିଏ କହିଦେଲେ ଯେ ମାଛ ଆଣି ଘର ଭିତରେ ରଖିଲେ। ବ୍ରାହ୍ମଣ ସେଇଠୁ ମୋ ଉପରେ ରାଗିଲେ। ବ୍ରାହ୍ମଣ କହିଲେ, ତୁମେ ପୂଜା ଚାଲୁ ଚାଲୁ କ'ଣ ମାଛ ଆଣିକି ରଖିଦେଇଛ ହାଣ୍ଡି ଭିତରେ? ତା ସାଙ୍ଗରେ କହିବା ସାଙ୍ଗରେ ଘରର ପରିବାର ସମସ୍ତ ବର୍ଗ ସମସ୍ତେ ମୋତେ ପାଟି କଲେ, ବି ଗାଳିଗୁଲଜ କଲେ। ପୂଜା ସରିଲା ପରେ ମୁଁ ନନାଙ୍କୁ କହିଲି, ନନା ମୋର ଗୋଟେ ପ୍ରଶ୍ନ ଅଛି, ସେ ପ୍ରଶ୍ନର ଆନ୍ସର୍ ଦେବ। ସେ କହିଲେ କ'ଣ? ମୁଁ କହିନି, ମୁଁ ଯେଉଁ ଆଣିକି ମାଛ ତ ଆପଣ ପୂଜା ପାଖରେ ରଖିନି, ମୁଁ ଆରପଟ ସେ ଘର ଭିତରେ ଆରପଟ ଘର ଆଣିକି ହାଣ୍ଡିରେ ଟ୍ୟୁବ୍ ପାଣିରେ ମୁଁ ପରିଷ୍କାର ପାଣିରେ ଆଣିକି ରଖିଛି, ଆପଣଙ୍କ ସହିତ କିଛି ବି ମାନେ ସଂଯୋଗ ନାହିଁ। ସେ କହିଲେ, ତୁ ବେଶୀ ଅଧିକା କଥା କହୁଛୁ। ମୁଁ ହଉ, ଗୋଟେ କଥା ଶୁଣନ୍ତୁ। ଆପଣ ଯେଉଁ ପୂଜା କଲେ, ଯେଉଁ କଳସ ଆଣିଲେ, ଯେଉଁ ଗଡ଼ିଆରୁ ପାଣି ଆଣିଲେ, ସେ ପାଣି ଆଣିଲେ, ସେ ଗଡ଼ିଆର ବା ମାଛ, କଙ୍କଡ଼ା, ସାପ, ଗେଣ୍ଡା ଇତ୍ୟାଦି ସବୁ ଜିନିଷ ଏଠି ଝାଡ଼ା ଫେରୁଛନ୍ତି, ପାଞ୍ଚୁଛନ୍ତି। ସେ ପାଣି ଆଣିକି ଆପଣ ପୂଜା କଲେ, ସେ ପାଣିଟା ଆପଣଙ୍କର ପବିତ୍ର ହୋଇଗଲା। ଆମର ହାଣ୍ଡିରେ ରହିଛି ଅଲଗା ଆଡ଼େ, ଘର ଭିତରେ ସେଇଟା ଅପବିତ୍ର ହୋଇଗଲା। ସେଇଠୁ ନନା ରାଗିକି କହିଲେ, ତୁ କ'ଣ ଜାଣିଛୁ? ତୋର ଦେଶ ଦୁନିଆ ବିଷୟରେ କିଛି ଜାଣିନ। ମୋର କହିବାର କଥା, କେଉଁଟା ସତ କେଉଁଟା ମିଛ ଆପଣମାନେ ଜାଣିଥିବେ।